ରେ ଲେଖା ଯାଇଥିଲା ଯେ ଯେତେବେଳେ ଓଡିଶା ପ୍ରତି ବହୁତ ଭୟଙ୍କର ବିପଦ ଆସିବା ପାଇଁ ଥିବ ନା ସେତେବେଳେ ବିଶାଳକାୟ ଅଜଗର ଦେଖିବା ପାଇଁ ମିଳିବ। ଠିକ ଏବେ ସେଇଆ ହିଁ ହଉଛି। ଆପଣ ମାନେ ଖବରଟିକୁ ଶୁଣନ୍ତୁ। ହୀରାକୁଦ ଡ୍ୟାମରୁ ବାହାରିଲା ଅଜଗର ସାପ। ଶହ ଶହ ଗର୍ଜନ କରୁଥିଲା। ହୀରାକୁଦ ବନ୍ୟା ପାଣିରେ ସିଧା ଭାସି ଆସିଗଲା। ଦର୍ଶକ ବନ୍ଧୁ, ହୀରାକୁଦ ଡ୍ୟାମରୁ ମଣିଷଖିଆ ମାଛ ଉଦ୍ଧାର ହେଲା ପରେ ଏବେ ସାପ ବାହାରିଛି। ଏତେ ବଡ଼ ବିଷାକ୍ତ ଅଜଗର ସାପ ଏବେ ହୀରାକୁଦ ଡ୍ୟାମରୁ ଭାସି ଆସିଥିବା ନେଇ ଭିଡିଓ ଭାଇରାଲ ହେଉଛି। 20ଟି ଗେଟ୍ରେ ହୀରାକୁଦ ଡ୍ୟାମରୁ ଅହରହ ବନ୍ୟା ପାଣି ଆସୁଥିବା ବେଳେ ସେ ପାଣିରେ ଅନେକ ଜୀବଜନ୍ତୁ ଭାସି ଆସୁଛନ୍ତି। ଭୟାନକ ବିଷାକ୍ତ ଜୀବଜନ୍ତୁଙ୍କ ସହିତ ମଣିଷଖିଆ ମାଛ ମଧ୍ୟ ବାହାରୁଛନ୍ତି। କିନ୍ତୁ ମାଛ ସହିତ ଆଜି ଗୋଟିଏ ଏତେ ବଡ଼ 20 ଫୁଟ ଲମ୍ବର ଅଜଗର ସାପ କୁଆଡ଼େ ବାହାରିଥିବା ନେଇ ଆଲୋଚନା ହେଉଛି। ଶୁଣିଲେ ତ ଆପଣ ମାନେ କଣ କଣ ଏବେ ସବୁ ଶୁଣିବା ପାଇଁ ମିଳୁଛି। ଶୁଣିଲେ ଏଇ ଘଟଣାଟିକୁ ବହୁତ ଆଶ୍ଚର୍ଯ୍ୟ ଲାଗୁଛି। ସତରେ କଣ ପୃଥିବୀ ଧ୍ୱଂସ ହେଇଯିବ? ସତରେ କଣ କଳିଯୁଗ ଶେଷ ହେଇଯିବ? ଆପଣ ମାନଙ୍କର ମତାମତ କଣ ଆପଣ ମାନେ ଟିକେ ନିହାତି ଜଣେଇବେ। ରହିଲି, ଜୟ ଜଗନ୍ନାଥ।